भगवते वासुदेवाय ओम नमो भगवते श्री कृष्णचंद्राय जय जगन्नाथ जय जगन्नाथ। आउ केते डाकिबि रे ओला कानु नीलमणि आउ केते डाकिबि रे कोला कानु नीलमणि चगला डाकेरे गला चगला डाकेरे गला मो पागला डाकेरे गला पागला डाकेरे गला आशी संज होइलाणी ओला कानु नीलमणि आउ केते दिने जाइथिला हजी न पाइली खोजी खोजी राधानुआ बहू पासे खाउची सरलबणी कला कानु आउ केते दिने कदम्बर डाले खेलु पड़िगला तले दिने ସେଦିନୁ ବାଙ୍କର ହେଇଛି ତାର ତ୍ରିଭଙ୍ଗୀ ମାଠାଣି କଳା ଦିନେ ଯମୁନା ରଜଳେ ଖେଳୁ ବୁଡ଼ିଗଲା ଜଳେ ଦିନେ ଯମୁନା ରଜଳେ ଖେଳୁ ପାଣିରୁ ଆଣିଲେ ଛାଣି ଗୋପପୁର ଗୋପାଳୁଣି କଳା ଆउ କେତେ ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ। କେତେ ଦୁଷ୍ଟ ଦେଖ। ଆଉ ସେ ଜରାସନ୍ଧୁ ରଖିବ କୋଉଠି ଗୋଡ଼ ଭାଙ୍ଗୁଛି ହାତ ଭାଙ୍ଗୁଛି ପାଣିରେ ପଡ଼ୁଛି। ତେଣୁ ଜରାସନ୍ଧୁକୁ ସେ ଆଜି ମାରିବା ପାଇଁ ଭାଇ ତାକୁ ମାରିବା ଛାଡ଼ିଆ ଛାଡ଼ିଆ ସୁଚନ୍ଦ୍ରା ଆମର ହାତ ବନ୍ଧେଇବ। ତେଣୁ ଯେତେବେଳେ ଜରାସନ୍ଧ ପଳେଇ ଯାଇଛି ତାପରେ କ'ଣ ହେଇଛି ଯବନ ବଳ ଦେଖି ଆଜି ଘିତି ଆଇଛି କିଏ ଆମର ନାରଦ ମୁନି ଆଣିଛନ୍ତି ଡାକିକି ତୁ ଆ ଟିକେ ନଢ଼ିବୁ ଯେମିତି ମାରୁଛୁ ଜରାସନ୍ଧୁକୁ ଆଉ ତାହା ଯବନକୁ ଡାକିକିରି ଆଣିଛନ୍ତି ଯୁଦ୍ଧକୁ କହିଲେ ଆଉ ସେ ମୁଁ ଯୁଦ୍ଧ କରିବି। ଯବନ ବଳ 3 କୋଟି ସାଜିଲେ ବନ ଗିରି ଘୋଟି ରଜନୀ ଅନ୍ତେ ମଧୁପୁରୀ ରୁନ୍ଧିଲେ 3 ପୁର କରି ଯବନ ବଳ ଦେଖି ହରି ରାମକୁ କହୁଛନ୍ତି ଦେଖ ଯାଦବ ବଳ କଷ୍ଟ ଗୋବିନ୍ଦା ଦୈବ ଆଣି କଲା ହଟ ଗୋବିନ୍ଦା ଭାଇ ଏ ପୁଣି କ'ଣ ଦଳେ ଆଇଲେଣି ଯାଦବ ବଳ ବହୁତ କଷ୍ଟ କରୁଛି ଦୈବ ଆଣି ଆମ ହଟ କଲା ମାଗଧ ଆସୁଛି ଏବେ ନିଶ୍ଚୟ ଯାଦବ ନାଶ ଯିବେ ଯବନ ସଙ୍ଗେ ଯୁଦ୍ଧ କରି ରହିଲେ ସମର ଆବରି ଏମତ ମାଗଧ ଆସିବ ଯଦୁଙ୍କ ପ୍ରାଣ ସଂହାରି ଦେବ ଧନ ଜୀବନ ବନ୍ଦୀ କରି
ଘିନିଯିବ ନିଜ ପୁରୀକୁ। ନିର୍ଜନେ ଦୁର୍ଗେକ ଭିଆଇ ଧନ କୁଟୁମ୍ବ ତହିଁ ଥୋଇ କରିବାର ଆଗେ ଆମେ ଆଙ୍କୁ ସବୁ ରକ୍ଷା କରିବା, ଗୋଟେ ପୁର ନିର୍ମାଣ କରିଦେବା, ଆଙ୍କୁ ରକ୍ଷା କରିଦେଇକି ତାଙ୍କ ଯୁଦ୍ଧ କରିବା। ଏମନ୍ତ କହି ଶ୍ରୀଅଙ୍ଗ ଜଳଧି କୂଳେ କୃଷ୍ଣ ଯାଇ ବୁଲନ୍ତି ବରୁଣକୁ ଚାହିଁ, ସମୁଦ୍ର ମଧ୍ୟରେ ଜାଗା ଛାଡ଼ିଦିଅ, ଏବେ ମୁଁ ଏଠି ବିଶ୍ରାମ କରିବି। ଶୁଣି ଗୋବିନ୍ଦଙ୍କର ବଚନ ଛାଡ଼ିଲା ଦ୍ୱାଦଶ ଯୋଜନ। ଗୋବିନ୍ଦ ବିଶ୍ୱକର୍ମାକୁ ଡାକିଲେ, ବୁଲନ୍ତି ତା ମୁଖ ଚାହିଁ, ଦ୍ୱାରିକା ନାମେ ଦିବ୍ୟ ପୁର ଦେବ ମାନବ ଅଗୋଚର। ଏମିତି ପୁରଟା ନିର୍ମାଣ କରିବୁ ଘର, ଯେ ଦେବତା ମାନବ କେହି ଅଗୋଚର ଭାବେ ତାକୁ ଦେଖିছে ବିଶ୍ୱକର୍ମା ଡାକିଦେଲେ। ମଥୁରାପୁର ପ୍ରାୟ କର ଯେମନ୍ତେ ଯାହାର ମନ୍ଦିର ଗୋବିନ୍ଦ ଆଜ୍ଞା ପ୍ରମାଣେ ନିର୍ମାଣ କର। ତକ୍ଷଣ ନିର୍ମାଣ କରି ଚିତ୍ର ବିଚିତ୍ର ପୁର ମାନ ଦେଖିଲେ, ଆଜି ମୋହେ ପ୍ରାଣୀ ମନ ଅତି ସୁସଞ୍ଚ ଉଚ୍ଚ ସାର ମେଢ଼ ଅଟାଳି ପୁର ଦ୍ୱାର ହେମ ରକ୍ତ ତମ୍ଭା ମହି ନାନା ଭୁବନ ପ୍ରକାଶିଲା। ମହାମର୍କତ ପଦ୍ମ ରାଗ ନୀଳ ଲୋହିତ ପୀତ ରଙ୍ଗ ବ୍ରାହ୍ମଣ ଆଦି ଚାରିବର୍ଣ୍ଣ ଯେ ଯା ବାସ୍ତୁ ଭିନ୍ନ ଭିନ୍ନ ରହିବେ। ସୁଧର୍ମା ସଭା ପାରିଜାତ ଆଣି ସ୍ଥାପନ ତା ସଚିକା ଚଇଁ ବସିଲେ ମର୍ତ୍ତ୍ୟଜନେ। ଦିଶନ୍ତି ଦେବତା ସମାନେ ବରୁଣ ଅଶ୍ୱ ଶ୍ୟାମ କର୍ଣ୍ଣ ମନ ପବନ ସମୀରଣ ଏମନ୍ତ ଅଶ୍ୱ ଆଣିଦେଲା। ଗୋବିନ୍ଦ ଚରଣେ ପୂଜିଲା ବାସବ ଆଦି ଦିଗପତି ନିଜୋଗେ ପୂଜିଲେ ଶ୍ରୀପତି। ଗୋବିନ୍ଦ ଯୋଗ ମାୟା କରି ରାତ୍ରେ ମଥୁରାପୁର ଶ୍ରୀ ଦ୍ୱାରିକାପୁର ମଧ୍ୟ ଥୋଇ ରାତି ରାତି ନିର୍ମାଣ କରି ରାତି ରାତି ଚାଲିଗଲେ ସମସ୍ତେ। ଆସୁଥାଉ ଆଜି ବାହାର ହେଲେ ଗୋପୀନାଥ କମଳ ମାଳ କଣ୍ଠେ ଦେଇ ଯୁଗ ଭୁଜ ଯୁଗଳେ ଅସ୍ତ ନାହିଁ, ଏଣୁ ଚାଲିଲେ ପ୍ରଭୁ ସମସ୍ତଙ୍କୁ ରଖିଦେଲେ। ଏଣୁ ସମସ୍ତେ ଏଠି ରୁହ, ତାପରେ ଆମେ ଯୁଦ୍ଧକୁ ଯିବୁ। ମାନେ ସମସ୍ତେ ସୁବିଧାରେ ରହିଲେ ଯୁଦ୍ଧ କରିବା ପାଇଁ ପ୍ରଭୁ ଆଗୁଛାର ହେବେ। ଆସନ୍ତାକାଲି ଯୁଦ୍ଧ କରିବେ ଯବନ କାଳ ଯବନ ସହିତ। ଆଜି ତ ରହିଗଲେ କେଉଁଠି ସ୍ଥାୟୀ ଭାବରେ ରହିଗଲେ, ଏଣୁ ଆଉ ବିଷୟ ବି ସରିଗଲା। ଆସନ୍ତାକାଲି ଆମେ ଆଲୋଚନା କରିବା କାଳ ଯବନର ବିନାଶ କେମିତି କରିବେ ପ୍ରଭୁ। 55 ଅଧ୍ୟାୟରେ ଆମେ ଦେଖିବା ଯେ କେମିତି ପ୍ରଭୁ କାଳ ଯବନକୁ ବୋଧ କରିବେ। ନା ଦେବା ଡାକି ଆମେ ଯୁଦ୍ଧ କରିବାକୁ କହିଲେ ଆগে ଆକୁ ରକ୍ଷା କରିଦେବା। କାହାକୁ? ଦ୍ୱାରିକାପୁର ନିର୍ମାଣ କଲେ କାଳ ଯବନ ପାଇଁ। ଦ୍ୱାରିକାପୁର କାହିଁ ନିର୍ମାଣ କଲେ? ନା କାଳ ଯବନ ଆସିବାରୁ ପ୍ରଭୁ ନିର୍ମାଣ କରି ସବୁ ମଥୁରାପୁର ଲୋକକୁ ରଖି ମାନେ ହୁସିଆରୀ ଭାବରେ ରହିଲେ, ତାଙ୍କୁ କ୍ଷତି ହେବନି। ତାପରେ ଯୁଦ୍ଧ କରିବା ଭାଇ। ଯୁଦ୍ଧ କରି କାଲି କାଳ ଯବନକୁ କ'ଣ କରିବେ? ବଧ କରିବେ। ଆଜି ତାର କାଳ ପୁରିନି, କାଲି କାଳ ଯବନ କାଳ ପ୍ରଭୁ ପୁରେଇବେ। ଆଜି ପାଇଁ ତାହେଲେ ସମୟ ତ ହେଲାଣି। ଆଜି ପାଇଁ ଆପଣ ଆମକୁ ବିଦାୟ ଦିଅନ୍ତୁ। ପୁଣି ଆସନ୍ତା କାଲି ମା ବ୍ରହ୍ମାଣ୍ଡୁରା ପୀଠ ବାସୁଦେବପୁରଠାରେ ଶ୍ରୀମଦ ଭାଗବତ ମହାମଞ୍ଚ ମୁଖ୍ୟ କାର୍ଯ୍ୟାଳୟରେ ମାଆମାନଙ୍କ ସହିତ ଆମେ ଭାଗବତ କଥା ଆଲୋଚନା କରି କେମିତି ଲାଗିଲା ଆପଣ କମେଣ୍ଟ ବକ୍ସରେ ଲେଖିବେ। ଏବଂ ଯଦି କେହି ଏ ମଞ୍ଚ ବା ଗ୍ରୁପ୍ରେ ଦେଖିପାରୁନାହାନ୍ତି ତାହେଲେ ଏ ତ ୟୁଟ୍ୟୁବ୍ରେ ମଧ୍ୟ ଉଠାଇ ଦିଆଯାଉଛି, ଆପଣମାନେ ଦେଖିପାରିବେ। ଆଜି ପାଇଁ ତାହେଲେ ବିଦାୟ ଦିଅନ୍ତୁ। ବିଦାୟ ଦିଅନ୍ତୁ ଗାଇ ମନେ ପକାଉତେ ବଟେ ବିଦାୟ ଦିଅନ୍ତୁ ଭାଇ। କଳି ଯୁଗେ ଏକା ସାର କଳି ଯୁଗେ ଏକା ସାର ଏକା ହରି ନାମ ଗୋଟେ ବିଦାୟ ଦିଅନ୍ତୁ ଭାଇ। ମନେ ପକାଉତେ ବଟେ ବିଦାୟ ଦିଅନ୍ତୁ ଭାଇ। हरि ओम सर्वे भवन्तु सुखिनः सर्वे सन्तु निरामय सर्वे भद्राणि पश्यन्तु मम कश्चित् दुःखभाग् भवतु। शान्तिः शान्तिः शान्तिः। जय जगन्नाथ जय जगन्नाथ जय जगन्नाथ। हरि ओम तत्सत् हरि ओम तत्सत् हरि ओम तत्सत्।